ଏହି ଭିଡିଓରେ ଆମେ କିଛି ଅଯୁଗ୍ମ ସଂଖ୍ୟାକୁ ଯୋଗ କରିବା ଏବଂ ସେହି ଯୋଗଫଳ ଗୁଡ଼ିକ କେଉଁ କ୍ରମ ଅବଲମ୍ବନ କରୁଛନ୍ତି ତାହା ଆମେ ଚିତ୍ର ସାହାଯ୍ୟରେ ବୁଝିବା। ତେବେ ଏଠି ମୋ ପାଖରେ ଏକ ସଂଖ୍ୟା କ୍ରମ ଅଛି 1 3 5 7। ଏହିଭଳି ସଂଖ୍ୟା କ୍ରମକୁ ଆମେ କ'ଣ କହିଥାଉ? ଏହିଭଳି ସଂଖ୍ୟା କ୍ରମକୁ ଆମେ ଅଯୁଗ୍ମ ସଂଖ୍ୟାର କ୍ରମ ବୋଲି କହିଥାଉ। ଏହାପରେ ମୋ ପାଖରେ ଆଉ ଏକ ସଂଖ୍ୟା କ୍ରମ ଅଛି 1 4 9 16। ତେବେ ଏହିଭଳି ସଂଖ୍ୟା କ୍ରମକୁ ଆମେ କ'ଣ କହିଥାଉ? ଏହିଭଳି ସଂଖ୍ୟା କ୍ରମକୁ ଆମେ ବର୍ଗ ସଂଖ୍ୟାର କ୍ରମ ବୋଲି କହିଥାଉ। ତେବେ ପ୍ରଥମେ ଆମେ ଅଯୁଗ୍ମ ସଂଖ୍ୟାର କ୍ରମକୁ ଦେଖିବା। ତେବେ 1 3 5 7। ତେବେ ଯଦି ମୁଁ 1 ରେ 3 ମିଶାଇବି ତେବେ ମୋତେ କେତେ ମିଳିବ? 4 ମିଳିବ। ତ ଏହାପରେ ମୁଁ 3 ର ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା କେତେ? 5। ତ ଯଦି ମୁଁ 1 ଯୁକ୍ତ 3 ଯୁକ୍ତ 5 ମିଶାଇବି ତେବେ ମୋତେ କେତେ ମିଳିବ? 9। ଏହାପରେ ମୁଁ 5 ର ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା ମିଶାଇବି। ତେବେ 1 ଯୁକ୍ତ 3 ଯୁକ୍ତ 5 ଯୁକ୍ତ 7 ସମାନ 16। ଏହାପରେ ମୁଁ 7 ର ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା ମିଶାଇବି। ତେବେ 1 ଯୁକ୍ତ 3 ଯୁକ୍ତ 5 ଯୁକ୍ତ 7 ଯୁକ୍ତ 9 ସମାନ 25। ଏହାପରେ ମୁଁ 9 ର ପରବର୍ତ୍ତୀ ଅଯୁଗ୍ମ ସଂଖ୍ୟା ମିଶାଇବି। ତେବେ 1 ଯୁକ୍ତ 3 ଯୁକ୍ତ 5 ଯୁକ୍ତ 7 ଯୁକ୍ତ 9 ଯୁକ୍ତ 11 ସମାନ 36। ଏହିଭଳି ଆମେ ଆଗକୁ ମଧ୍ୟ ବଢାଇ ପାରିବା। ତେବେ ଏଠି ଯୋଗଫଳ ଗୁଡ଼ିକୁ ଲକ୍ଷ୍ୟ କଲେ ତମେ କିଛି କ୍ରମ ଦେଖିପାରୁଥିବ। ତେବେ ଏଇଭଳି ସଂଖ୍ୟା କ୍ରମକୁ ଆମେ କ'ଣ କହିଥାଉ? ଏହିଭଳି ସଂଖ୍ୟା କ୍ରମକୁ ଆମେ ବର୍ଗ ସଂଖ୍ୟାର କ୍ରମ ବୋଲି କହିଥାଉ। ଅର୍ଥାତ୍ ଆମେ ଯଦି 1 ରୁ ଆରମ୍ଭ କରି ଅଯୁଗ୍ମ ସଂଖ୍ୟାକୁ ମିଶାଇ ଚାଲିବା ଆମକୁ ଯେଉଁ ଯୋଗଫଳ ଗୁଡ଼ିକ ମିଳିବ ତାହା ହେଉଛି ବର୍ଗ ସଂଖ୍ୟା ଅଟେ। ବର୍ତ୍ତମାନ ଆମେ ଏହାକୁ ଚିତ୍ର ସାହାଯ୍ୟରେ ବୁଝିବା। ତେବେ ଦେଖ 1 ଯୁକ୍ତ 3 ସମାନ 4। ତେବେ ମୁଁ ଏଠି 1 ପାଇଁ ଗୋଟିଏ ବିନ୍ଦୁ ନେଇଛି ଏବଂ 3 ପାଇଁ ମୁଁ 3ଟି ବିନ୍ଦୁ ନେଇଛି। ଏହି 4ଟି ବିନ୍ଦୁକୁ ମୁଁ ଏକ ବର୍ଗାକାର ଆକୃତି ଭାବେ ସଜାଡ଼ି ପାରିଛି। ଏହାପରେ ମୁଁ 1 ଯୁକ୍ତ 3 ଯୁକ୍ତ 5 ନେଇଛି ଯାହାକି 9 ଅଟେ। ତେବେ 1 ପାଇଁ ମୁଁ ଗୋଟିଏ, 3 ପାଇଁ 3ଟି, 5 ପାଇଁ ମୁଁ 5ଟି ବିନ୍ଦୁ ନେଇଛି। ଏହି 9ଟି ବିନ୍ଦୁକୁ ମୁଁ ବର୍ଗାକାର ଆକୃତି ଭାବେ ସଜାଡ଼ି ପାରିଛି। ତେଣୁ 9 ମଧ୍ୟ ଏକ ବର୍ଗ ସଂଖ୍ୟା ଅଟେ। ଏହାପରେ ମୁଁ 1 ଯୁକ୍ତ 3 ଯୁକ୍ତ 5 ଯୁକ୍ତ 7 ନେଇଛି ଯାହାକି 16 ଅଟେ। ଏହି 16ଟି ବିନ୍ଦୁକୁ ମୁଁ ବର୍ଗାକାର ଆକୃତି ଭାବେ ସଜାଡ଼ି ପାରିଛି। ତେଣୁ 16 ମଧ୍ୟ ଏକ ବର୍ଗ ସଂଖ୍ୟା ଅଟେ। ଏହାପରେ ମୁଁ 1 ଯୁକ୍ତ 3 ଯୁକ୍ତ 5 ଯୁକ୍ତ 7 ଯୁକ୍ତ 9 ସମାନ 25। ତେବେ ଏହି 25ଟି ବିନ୍ଦୁକୁ ମୁଁ ବର୍ଗାକାର ଆକୃତି ଭାବେ ସଜାଡ଼ି ପାରିଛି। ତେଣୁ 25 ମଧ୍ୟ ଏକ ବର୍ଗ ସଂଖ୍ୟା ଅଟେ। ଏହାପରେ ମୁଁ 1 ଯୁକ୍ତ 3 ଯୁକ୍ତ 5 ଯୁକ୍ତ 7 ଯୁକ୍ତ 9 ଯୁକ୍ତ 11 ସମାନ 36। ତେବେ ଏହି 36ଟି ବିନ୍ଦୁକୁ ମୁଁ ବର୍ଗାକାର ଆକୃତି ଭାବେ ସଜାଡ଼ି ପାରିଛି। ତେଣୁ 36 ମଧ୍ୟ ଏକ ବର୍ଗ ସଂଖ୍ୟା ଅଟେ। ଠିକ୍ ଅଛି।